ତାପରେ ପାଠ ପଢୁଥିଲେ। ଧୀରେ ଧୀରେ ସୋସିଆଲ ମିଡିଆର ୟୁଜ୍ କମିଗଲା। ପର ବର୍ଷ ସେ କେବଳ ତାଙ୍କର ବୋର୍ଡ ପରୀକ୍ଷାରେ ପାସ୍ କଲେ। ଆରବୀଙ୍କ ପରି ଯେକୌଣସି ବ୍ୟକ୍ତି ଜଣେ ସାଧାରଣ ବ୍ୟକ୍ତିରୁ ଅସାଧାରଣ ହୋଇପାରିବ ଯଦି ତାଙ୍କର ଧ୍ୟାନ ଫୋକସ୍ ଗୋଟିଏ ଜାଗାରେ ରହିବ। ଏକାଗ୍ରତା କେବଳ ପାଠ ପଢା ପାଇଁ ନୁହେଁ, ଜୀବନ ପାଇଁ ମଧ୍ୟ ଅଟେ। ଏକାଗ୍ରତା କେବଳ ପରୀକ୍ଷା ପାସ୍ କରିବା ପାଇଁ ନୁହେଁ, ଏହା ସମ୍ପର୍କ ଗଢ଼ିବା, କ୍ୟାରିୟର ଗଢ଼ିବା, ସ୍ୱାସ୍ଥ୍ୟ ଉନ୍ନତ କରିବା ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବାର ଏକ ମାଧ୍ୟମ ଅଟେ। ବିବେକାନନ୍ଦ କହିଛନ୍ତି, ଯେଉଁ ବ୍ୟକ୍ତି ଯେକୌଣସି କାର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ସେ ନିଶ୍ଚିନ୍ତ ଭାବେ ସଫଳ ହେବ, ଯେତେ ବାଧାବିଘ୍ନ ତା ବାଟରେ ଆସୁନା କାହିଁକି। ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ନିଜେ ଏକ ଏକାଗ୍ର ମନ କିପରି ବିଶ୍ୱକୁ ପରିବର୍ତ୍ତନ କରିପାରିବ ତାହାର ଏକ ଜ୍ୱଳନ୍ତ ଉଦାହରଣ। ତାଙ୍କର ଶେଷ ପଂକ୍ତି ଥିଲା, ଉଠ, ଜାଗ୍ରତ ହୁଅ ଏବଂ ଲକ୍ଷ୍ୟ ହାସଲ ନ ହେବା ପର୍ଯ୍ୟନ୍ତ ଅଟକି ଯାଅ ନାହିଁ। ଯଦି ଆପଣ ଆଜିଠାରୁ 10 ମିନିଟ୍ ପାଇଁ ଧ୍ୟାନ କରିବେ, ଗୋଟିଏ ଜାଗାରେ ଫୋକସ୍ କରିବେ, ତେବେ ଜୀବନର ଦିଗ ପରିବର୍ତ୍ତନ ହୋଇପାରେ। ଥରେ ଚେଷ୍ଟା କରନ୍ତୁ, ଗୋଟିଏ ଚିନ୍ତାଧାରା, ଗୋଟିଏ ଲକ୍ଷ୍ୟ ଏବଂ ଏହା ଉପରେ ଦୃଢ଼ ସଂକଳ୍ପ। ଏହା ହେଉଛି ସଫଳତାର ପ୍ରକୃତ ପଥ। ଯଦି ଏହି ଶବ୍ଦ ଗୁଡ଼ିକ ଆପଣଙ୍କ ହୃଦୟ ଛୁଇଁଛି, ତେବେ ନିଶ୍ଚିନ୍ତ ଭାବେ ଏହି ଭିଡ଼ିଓଟିକୁ